ତୁମେ ମୋର ଛପା ବହି ଯେତେବେଳେ ଛୁଅଁ, ତୁମେ ମୋର ଛପା ବହି ଯେତେବେଳେ ଛୁଅଁ, ଛୁଅଁ ନୂଆ ମଣିଷର ଛାତି। ଏ ପୃଥିବୀର ସବୁ ମଣିଷର ଜାତି, ତାର ପ୍ରତିଟି ଖବର ରୂପ ପାଏ କବିତାରେ ମୋର। ଏଇ ପୃଥିବୀର ସବୁ ମଣିଷର ଜାତି, ତାର ପ୍ରତିଟି ଖବର ରୂପ ପାଏ କବିତାରେ ମୋର। ଶ୍ରୋତା ବନ୍ଧୁ, ଏ କବିତା ଗଣମୁଖୀ କବିମାନସର କବି, ଜ୍ଞାନପୀଠ ବିଜେତା ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କର। ଆଜି ତାଙ୍କୁ ହିଁ ନେଇ ଆମର ଆଲୋଚନା ଏବଂ ପାଣ୍ଡୁଲିପିର କବିତା ପ୍ରତିମା ନାୟକ ଉପରେ ଆମର ସମୀକ୍ଷା ଆପଣମାନଙ୍କ ପାଖରେ ମୁଁ ପ୍ରସ୍ତୁତ କରିବି। ସଚ୍ଚି ରାଉତରାୟଙ୍କର ପୃଷ୍ଠଭୂମି ଆମକୁ ବୁଝିବା ବହୁତ ଜରୁରୀ। ତେବେ ସମୟର ସୂକ୍ଷ୍ମ ଧାରାକୁ ଆମେ ଜାଣିଛେ ସାହିତ୍ୟ ପ୍ରତିବିମ୍ବିତ କରେ। ରେନେସାଁ ମଣିଷର ଭାବରାଜ୍ୟରେ ବିପ୍ଳବ ଆଣିଥିଲା। ଯେମିତି ଆମେ ଜାଣିଛେ ଚତୁର୍ଦ୍ଦଶ ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ଯେଉଁ ନବଜାଗରଣ ବା ସଂସ୍କୃତିର ନବଜନ୍ମ ଘଟିଥିଲା, ତା ଯୋଗୁଁ ମଧ୍ୟଯୁଗୀୟ ଧ୍ୟାନ ଧାରଣାର ଅବସାନ ଘଟିଥିଲା ଏବଂ ତାକୁ ହିଁ ଆମେ ରେନେସାଁ କହୁ, ଯାହାକି ପ୍ରକୃତରେ ଇଟାଲୀର ଫ୍ଲୋରେନ୍ସ ଓ ଭେନିସରେ ଆରମ୍ଭ ହୋଇ କ୍ରମେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ପ୍ରଭୃତି ୟୁରୋପୀୟ ଦେଶକୁ ପରିବ୍ୟାପ୍ତ ହୋଇଥିଲା। ୟୁରୋପୀୟ ସାମାଜିକ ଚିନ୍ତା ଓ ସାଂସ୍କୃତିକ ଚେତନାର ନିୟାମକ ହୋଇଥିଲେ ବୈଜ୍ଞାନିକ ଚିନ୍ତାର କଲମ୍ବସ୍ ଭାବରେ ପରିଚିତ ଫ୍ରାନ୍ସିସ୍ ବେକେନ୍। ତେବେ ବେକେନ୍ଙ୍କ ବ୍ୟତିରେକ ଅନ୍ୟାନ୍ୟ ଯେଉଁ ସ୍ରଷ୍ଟାଗଣ ଥିଲେ ବା ଦ୍ରଷ୍ଟାଗଣ ଥିଲେ, ସେମାନେ ଥିଲେ ପ୍ରଗତିକାମୀ, ସାମନ୍ତବାଦୀ, ଅର୍ଥନୈତିକ ବୈଷମ୍ୟ, ବିଜ୍ଞାନର ଅଭୂତପୂର୍ବ ପ୍ରଚାର, ଯନ୍ତ୍ରଶିଳ୍ପର ଅଭ୍ୟୁଦୟ, ପାଶ୍ଚାତ୍ୟ ଦେଶର ରାଷ୍ଟ୍ର ସ୍ୱାଧୀନତା, ବିଭିନ୍ନ ଜାତୀୟ ରାଷ୍ଟ୍ରର ଉତ୍ଥାନ ତଥା ପ୍ରଥମ ବିଶ୍ୱଯୁଦ୍ଧର ଭୟାବହ ସ୍ଥିତିକୁ ନେଇ ବୁଦ୍ଧିଜୀବୀ ଗୋଷ୍ଠୀ ନିଜସ୍ୱ ଭାବଭୂମି ପ୍ରତିଷ୍ଠା କରିଥିଲେ। କୁହାଯାଏ ଆଲୋଚକମାନଙ୍କ ମତରେ ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ଏବଂ ବିଂଶ ଶତାବ୍ଦୀର ପ୍ରଥମ 2-3 ଗୋଟି ଦଶକ ଥିଲା ପୃଥିବୀର ସାମଗ୍ରିକ ଚିନ୍ତା ଓ ଭାବ ଜଗତରେ ଏକ ମହାନ ଆନ୍ଦୋଳନ ଏବଂ ଆଲୋଡ଼ନର ସମୟ। ଏହାର କିଞ୍ଚିତ୍ ପୂର୍ବବର୍ତ୍ତୀ ସମୟରେ ମହାନ ଚିନ୍ତାଶୀଳ ବୈଜ୍ଞାନିକ, ଦାର୍ଶନିକ ଏବଂ ପ୍ରଖର ବୁଦ୍ଧିଜୀବୀ ବ୍ୟକ୍ତିମାନେ ସେମାନଙ୍କର ଯୁଗାନ୍ତକାରୀ ଆବିଷ୍କାର, ଉଦ୍ଭାବନ, ମତବାଦ ଓ ସିଦ୍ଧାନ୍ତମାନ ଉପସ୍ଥାପିତ କରି ଏକ ନୂତନ ଚିନ୍ତା ଜଗତର ଭିତ୍ତିଭୂମି ନିର୍ମାଣ କରିସାରିଥିଲେ। ୟୁରୋପୀୟ ନବଜାଗରଣର ବିଶ୍ୱବ୍ୟାପୀ ପ୍ରଭାବରେ ଗତାନୁଗତିକ ପ୍ରାଚୀନ ଅବଧାରଣା କ୍ରମେ ପରିବର୍ତ୍ତିତ ହୋଇଥିଲା। ରେନେସାଁ ସମୟଠାରୁ ଯେଉଁ ଉଚ୍ଚ ମାନବିକ ଆଦର୍ଶଗୁଡ଼ିକ ନିରବଚ୍ଛିନ୍ନ ଭାବରେ ଗତିଶୀଳ ହୋଇଥିଲା, ସେଗୁଡ଼ିକ ଯେ କେବଳ ପ୍ରତାରଣା ଓ ଅନ୍ତସାର ଶୂନ୍ୟ ଥିଲା, ଏ କଥା ପ୍ରମାଣିତ ହୋଇଗଲା ପ୍ରଥମ ମହାଯୁଦ୍ଧର ମହାଭୟଙ୍କର ନରସଂହାର ଭିତରେ। ଆଧୁନିକ କବିତାରେ ବିଶେଷ ଭାବରେ 1857ରେ ବଡଲେୟରଙ୍କ ଦ୍ୱାରା ରଚିତ ଦ ଫ୍ଲାୱାର୍ସ ଅଫ୍ ଇଭିଲ୍ କୁ ଆଲୋଚକଗଣ କବିତାର ଜନ୍ମତିଥି ରୂପେ ଗ୍ରହଣ କରନ୍ତି ଏବଂ ଇଲିୟଟଙ୍କ ଦ ୱେଷ୍ଟଲ୍ୟାଣ୍ଡକୁ ଆଧୁନିକ ଭାବଧାରାର ଯେଉଁ ସମ୍ପ୍ରସାରିତ ପୃଷ୍ଠଭୂମି ଉପରେ ଏକ ସୁନ୍ଦର ରୂପ ଭାବରେ ସ୍ୱୀକୃତି ଦିଅନ୍ତି। ପ୍ରଥମ ବିଶ୍ୱଯୁଦ୍ଧର ଅଙ୍ଗିନୀ ବା ପରିବେଶକୁ ଦ ୱେଷ୍ଟଲ୍ୟାଣ୍ଡ ଅଦ୍ଭୁତ ରୂପ, ସୁନ୍ଦର ରୂପ, ଅଭିନବ ରୂପ ପ୍ରଦାନ କରିଛି। ଆଧୁନିକ କବିତାରେ ଇଲିୟଟ, ଫରାସୀ କବି ଲୁଇ ଆରାଙ୍ଗ, ଅଡେନ୍, ସ୍ପେଣ୍ଡର, ରୁଷୀୟ ମାୟାକୋଭସ୍କି, ଲୁଇ ମାର୍କିନ୍ସ ଡେ ଲୁଇସ୍, ହୁଇଟମ୍ୟାନ, ମାଲାର୍ମେ, ସାର୍ତ୍ର, କାମ୍ୟୁ, କାଫକା ପ୍ରଭୃତିଙ୍କ ଚିନ୍ତାଧାରା ପ୍ରଭାବିତ ଭାରତୀୟ ସାହିତ୍ୟ ନିଶ୍ଚିତ ଭାବରେ ସମାଜର ପ୍ରତିନିଧିତ୍ୱ କରିଛି। ବିଶେଷ ଭାବରେ ସେମାନେ ତାଙ୍କ ସାହିତ୍ୟରେ ଶ୍ରମଜୀବୀ, ଶ୍ରମିକ, ଖଟିକିଆ, ସର୍ବହରଙ୍କ ପ୍ରତି ସମ୍ବେଦନଶୀଳ ହେବା ସହିତ ପୁଞ୍ଜିବାଦୀ ଶୋଷକ ଗୋଷ୍ଠୀଙ୍କ ପ୍ରତି ନିଜର ଆକ୍ରୋଶକୁ ମଧ୍ୟ ଅଭିବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମେ ଆଧୁନିକ ସମୟରେ
ଆମ ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ କାବ୍ୟଧାରାର ସମର୍ପିତ ପ୍ରତିନିଧି ସ୍ରଷ୍ଟାଗଣଙ୍କ ମଧ୍ୟରେ ସଚୀ ରାଉତରାୟଙ୍କୁ ପାଉ। ତତ୍ସହିତ ତାଙ୍କର ସମସାମୟିକ କବି ଭାବରେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଶ୍ରୀ ମନମୋହନ ମିଶ୍ର, ଶ୍ରୀ ରଘୁନାଥ ଦାସ, ଶ୍ରୀ କୁଞ୍ଜ ବିହାରୀ ଦାସ, ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଇତ୍ୟାଦି ମଧ୍ୟ ଆମର ସ୍ମରଣୀୟ। କାବ୍ୟ ସାଧକ ସଚୀ ରାଉତରାୟଙ୍କ ପାଥେୟ, ଭଗବାନ ଅଛ କାହିଁ, ଅଭିଯାନ ଏସବୁ କବିତାରେ ତାଙ୍କର ଲୋକୋନ୍ମୁଖୀ ସାମ୍ୟବାଦର ମାର୍ମିକ ସ୍ୱର ଆମକୁ ଅଭିଭୂତ କରେ। ତେଣୁ ଆଜି ପଦ୍ମଶ୍ରୀ ସଚୀ ରାଉତରାୟଙ୍କ ସମ୍ପର୍କରେ ମୁଁ ଟିକେ ତାଙ୍କ ଜୀବନ ଉପରେ ଆଲୋକପାତ କରିବାକୁ ଚାହିଁବି। 1915 ସେ ଜନ୍ମ ଏବଂ 2004ରେ ତାଙ୍କର ମହାପ୍ରୟାଣ। ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ ଚେତନାର ବାର୍ତ୍ତାବହ, ପ୍ରଗତିବାଦୀ ତଥା ପ୍ରୟୋଗବାଦୀ ଚେତନାର ଉଦାତ୍ତ ଗାୟକ ଭାବରେ ସେ ଯଶସ୍ୱୀ, ଅନତିକ୍ରମ୍ୟ। ଆଧୁନିକ ଓଡ଼ିଆ କବିତାର ଅଗ୍ରଦୂତ ଭାବରେ ଅଗଣିତ ପାଠକଙ୍କର ସେ ପ୍ରିୟ କବି। କେବଳ ଜଣେ ବିଶ୍ୱ ଦରବାରରେ ମହାନ କବି ଭାବରେ ନୁହନ୍ତି, ବରଂ ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଆତ୍ମଜୀବନୀକାର ଭାବରେ ମଧ୍ୟ ସେ ମାନ୍ୟତା ପ୍ରାପ୍ତ କରନ୍ତି। ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ପିତା ପ୍ରସନ୍ନ କୁମାର ରାଉତରାୟ ଏବଂ ମାତା ମୁକ୍ତମାଳୀ ଦେବୀଙ୍କ କୁଳମଣ୍ଡନ କରିକି ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ କାବ୍ୟ ଦୃଷ୍ଟିକୁ ଆମେ ବିଚାର କଲେ ନମନୀୟ ରୋମାଣ୍ଟିକ ଭାବ ପ୍ରବଣତା, କଥା ଦୃଷ୍ଟିର ଅଫୁରନ୍ତ ବାକ୍ ବୈଦଗ୍ଧ୍ୟର ଉଚ୍ଛ୍ୱାସ, ଅନ୍ତର୍ଦୃଷ୍ଟିର ସୂକ୍ଷ୍ମ ବୈଚାରିକତା ତାଙ୍କ ସାଧନାର ବ୍ୟାପ୍ତିକୁ ମହିମାନ୍ୱିତ କରିଛି। ପଲ୍ଲୀପ୍ରାଣତା, ସାମ୍ୟବାଦୀ ପ୍ରବଣତା, ଶିଳ୍ପଗତ ସ୍ୱାତନ୍ତ୍ର୍ୟ ଏବଂ ଏହାର ଉପସ୍ଥାପନା ସଚୀ ରାଉତରାୟଙ୍କୁ ପ୍ରତିନିଧି ସ୍ରଷ୍ଟାର ମାନ୍ୟତା ପ୍ରଦାନ କରେ। କବିତା କ୍ଷେତ୍ରରେ ତାଙ୍କ ବହିଗୁଡ଼ିକ ଟିକେ ମନେ ପକାଇବା: ପାଥେୟ, ପଲ୍ଲୀଶ୍ରୀ, ଅଭିଯାନ, ରକ୍ତଶିଖା, ବାଜିରାଉତ, ପାଣ୍ଡୁଲିପି, ଅଭିଜ୍ଞାନ, ହସନ୍ତ, ଭାନୁମତୀର ଦେଶ, ସ୍ୱଗତ, କବିତା 1962, ମାୟକୋଭସ୍କି, ତାପରେ କବିତା ସଂଗ୍ରହ, କବିତା 1969, ଚିରପ୍ରଦୀପ୍ତ, ଏସିଆର ସ୍ୱପ୍ନ, କବିତା 1971, କବିତା 1974, କବିତା 1983, କବିତା 1985, କବିତା 1987, କବିତା 1990 ଇତ୍ୟାଦି ସ୍ମରଣୀୟ। ତାଙ୍କର ବାଜିରାଉତ ଓ ଅନ୍ୟାନ୍ୟ 40ଟି କବିତା ପ୍ରଖ୍ୟାତ ସାହିତ୍ୟିକ ହରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁଦିତ ହୋଇ ଦ ବୋଟମ୍ୟାନ୍ ବୟ ଆଣ୍ଡ 40 ପୋଏମ୍ସ ନାମରେ ପ୍ରକାଶ ପାଇଛି। ପ୍ରଗତିଶୀଳ ସାହିତ୍ୟ ପତ୍ରିକା ଦିଗନ୍ତର ସେ ସମ୍ପାଦନା କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ। କବିତା 1962 ଗ୍ରନ୍ଥ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1962ରେ ପାଇଛନ୍ତି ଏବଂ କାବ୍ୟକୃତି ପାଇଁ 1996ରେ ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ। ତାଙ୍କର ନିରବଚ୍ଛିନ୍ନ ସାହିତ୍ୟ ସାଧନା ନିମନ୍ତେ ତାଙ୍କୁ 1962 ମସିହାରେ ପଦ୍ମଶ୍ରୀ, 1967 ଏବଂ 1968 ମସିହାରେ ଯଥାକ୍ରମେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରାପ୍ତ ତାଙ୍କୁ ମିଳିଛି। 1986 ମସିହାରେ ଭାରତର ଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ରୂପେ ସଚୀ ରାଉତରାୟ ମର୍ଯ୍ୟାଦାଜନକ ପୁରସ୍କାର, ଭାରତୀୟ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ମୁଁ ତାଙ୍କର ଶିକ୍ଷା ଶୈକ୍ଷିକ ପରିବେଶକୁ ଆଲୋଚନା କରିବାକୁ ଚାହେଁ, ମାତ୍ର ସମୟ ଅଭାବରୁ ମୁଁ ବେଶୀ ମାନେ ସେଇଟାକୁ ଆଲୋଚନା କରିପାରୁନି। ତଥାପି 1928 ମସିହାରେ ଖୋର୍ଦ୍ଧା ହାଇସ୍କୁଲରେ ପଢ଼ୁଥିଲା ବେଳେ ସେ କଂଗ୍ରେସ ଆନ୍ଦୋଳନରେ ଯୋଗ ଦେଇଥିଲେ। ସ୍କୁଲରୁ ବିତାଡ଼ିତ ମଧ୍ୟ ହୋଇଥିଲେ। ଏହାପରେ ବିଭିନ୍ନ ସ୍କୁଲରେ ସେ ଅଧ୍ୟୟନ କରି ଶେଷରେ ଘରେ ରହି ଓଡ଼ିଆ, ବଙ୍ଗଳା ଓ ଇଂରାଜୀର ବହୁ ପୁସ୍ତକ ପାଠ କରି ସାହିତ୍ୟ ଅନୁରକ୍ତ ହୋଇପଡ଼ିଥିଲେ। ପାଶ୍ଚାତ୍ୟ ସାହିତ୍ୟିକମାନଙ୍କ ମଧ୍ୟରେ ଡିକେନ୍ସ, ଭିକ୍ଟର ହ୍ୟୁଗୋ, ଟଲଷ୍ଟୟ, ଜୋଲା, ସେକ୍ସପିୟର, ଇବସେନ, ବର୍ନାର୍ଡ ଶ, ଗର୍କି, ହାର୍ଡି, ବଙ୍ଗଳାର ବଙ୍କିମଚନ୍ଦ୍ର, ଶରତଚନ୍ଦ୍ର, ରବୀନ୍ଦ୍ରନାଥ, ଗାନ୍ଧୀ ଏବଂ ପ୍ରାଚୀନ ସାହିତ୍ୟରେ ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, କବିସୂର୍ଯ୍ୟ, ରାଧାନାଥ, ଫକୀରମୋହନ ପ୍ରମୁଖ କବି, ଔପନ୍ୟାସିକ, ନାଟ୍ୟକାର, ରାଜନୀତିଜ୍ଞମାନଙ୍କ ଦ୍ୱାରା ବହୁ ଅନୁପ୍ରାଣିତ ହୋଇଥିଲେ। ତାଙ୍କର ପ୍ରଥମ କବିତା 1926ରେ
पंचामृत पत्रिका से समय पंचामृत पत्रिका प्रकाश पाई। यापर 1929 मसीह ब्रह्मपुर स्वर्गीय कृपासिंधु पट्टदेव संपादन प्रकाश पाउथुबा साप्ताहिक पत्रिका नवीन एवं ओ अन्य एक पत्रिका शिशिर जार ना शिशिर नवीन एवं शिशिर रे तांको लेखा मान नियमित भाव में प्रकाश पाउथिला। 1932 प्रथम संकलन पाथेय प्रकाश पाइथिला। ଏହା ପରବର୍ତ୍ତୀ ସବୁଜ ସାହିତ୍ୟ ସମିତି ଆନୁକୂଲ୍ୟରେ କବିଙ୍କର ପୂର୍ଣ୍ଣିମା କାବ୍ୟ ନାଟିକା ପ୍ରକାଶ ପାଇଥିଲା। 1933-34 ପଲ୍ଲିଶ୍ରୀ, 1937 ଅଭିଯାନ, ସେହି ସମୟର ପତ୍ର ପତ୍ରିକାରେ ଯୋଉ ଥିଲା ଯୋଉ ଯୁଗ ବୀଣା ଉତ୍କଳ ସାହିତ୍ୟ ନବଭାରତରେ ମଧ୍ୟ ତାଙ୍କ ଲେଖା ଗୁଡ଼ିକ ପ୍ରକାଶ ପାଉଥିଲା। 1934-36 ମସିହାରେ କବିଙ୍କ ଆଧୁନିକ ପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇଥିଲା। अध्यापक नटवर सामंतराय लिखित पुस्तक सची राउतराय ए पोएट ऑफ द पीपल नामक ग्रंथ रे तांकर प्रगतिशील चिंतन और साहित्य सृष्टि संपर्क रे स्वर्गीय भगवती चरण पाणिग्राही प्रभाव रही बोली सेठी से दर्शेइचंती। परवर्ती समय सची राउतराय बाजीराउत अभियान स्वगत पांडुलिपि कविता 1962 इत्यादि प्रकाश पाइथिला। 1939 ପରେ द्वितीय विश्वयुद्ध आरंभ हो जाइथिला। ब्रिटिश साम्राज्यवाद विरुद्ध रे गण आंदोलन को नहीं से तांकर दृढ़ मत व्यक्त करथिले। परे जेबे जर्मनी रो रूस आक्रमण फल रे एही साम्राज्यवादी युद्ध को जनयुद्ध बा पीपल्स वार बोली घोषित करा जाइथिला, ताहा श्री राउतराय सृष्टि भितरे स्पष्ट भाव रे उच्चारित होईछि एवं आमे तांकर दीर्घ अर्ध शताब्दी कालर निरविच्छिन्न साधना को तांको साहित्य भितर आमे देखू। तांकर अजस्र साहित्य कृति असाधारण तांकर साधना सतरे ओडिया रे प्रचलित काव्य रीति को परिवर्तित करिकी से जो नूतन वाकृति नूतन वाक्छंद मुक्त छंद उपधा मिलन इत्यादि वर्जन कले एवं गद्य छंदर प्रयोग कले, नूतन शब्द प्रयोग कले, प्रतीक और चित्रकल्पर जो आत्मिक रूप रे जो सौंदर्यकरण कले ताहा प्रकृत रे स्मरणीय। एवं एठी मोर मने पड़ती विशिष्ट यशस्वी समालोचक दाशरथी दास जी कहिथिले, उत्कृष्ट कविता नित्य नूतन चिरंतन होइथिबा हेतु ताहा आधुनिक होई रही पारेनी। प्रकृत रे आधुनिकतार जो नवीन युगर जो काव्य प्रणयन करिबारे जदि राधानाथ काव्य युगर निर्माता बोली आमे मने पकेबा ताहले नूतन कवितार साम्राज्य सृष्टि करिबारे पद्मश्री सची राउतराय निश्चित भाव में स्मरणीय। तेबे कवि सची राउतराय चिरंतनी जंत्रणा दग्ध संघर्षमयी नारीर अनुपम सृष्टि होउची काव्य नायिका प्रतिमा नायक। पुंजीवादी सभ्यतार अंतसार शून्य मूल्यबोध मध्यरे प्रतिमा नायक तार जो स्वप्नभंग मोहभंग व्यर्थ विफल जीवन बोधर इस्ताहार को झुले की झीबार युद्ध जारी रखी ताही प्रतिमा नायक कवितार अंतस्वर। श्रोता बंधु, मु निश्चित भाव में ये आपण मानकु मने पकई देबाकु चाहूची किछि वर्ष तले आमे माने भोगिथिबा कोरोना भली विश्वव्यापी महामारीर कराल छाया किभली भाव में आम मानकु आमर स्वप्न ठू आमर संपर्क मानक ठू सहृदयता ठू सहानुभूति स्वाभिमान ठू आमको दूरे देथिला एवं आमर सबु प्रकार कोमल स्वप्न भांगी रुजी चूरमार होइथिला एवं किभली मनीष स्वार्थ केन्द्रिक जीवन बोध भितरे निजको बंचै रखिबार प्रतियोगिता जारी रखिथिला ता तो समस्तंकर मने थिबो। एही परिप्रेक्षी रे 1943 रो जो द्वितीय विश्वयुद्ध तथा से समयर यूरोपीय शिल्प विप्लवोत्तर जो यांत्रिक तथा शहरी मनीषर जंत्रणा बोध भितरे ही आमे प्रतिमा नायकर चित्रटी खोजी पाऊ जहाँकि कविंक पांडुलिपिरू आसीछि उद्धार करा जाइछि। समाज रे प्रतिमा नायक भली मेटाफर माध्यम रे अगणित नारी जीवन रो व्यर्थता असहायता और विफलतार चित्र अंकन करिसेंती प्रगतिवादी कवि सची राउतराय। तांको कविता समाज रो प्रतिटी साधारण मनीषर कथा कहे एवं आज आमे प्रतिमा नायक रो विषयटी को टिके आलोचना करिबा जे कवि सची राउतराय प्रतिमा नायक परी जोटे चरित्र गढ़ी ताहा आउ चरित्र है कि नहीं जमती बाजीराउत आउ बाजीराउत सत्य गोटे चरित्र हिसाब रे सत्य
କିନ୍ତୁ ସମୟାନୁକ୍ରମେ ବାଜି ରାଉତ ଯେମିତି ଗୋଟେ ସ୍ଫୁଲିଙ୍ଗ, ଗୋଟେ ଅଦମନୀୟ, ଗୋଟେ ଶକ୍ତିର ପ୍ରତୀକ ପାଲଟି ଯାଇଛି, ପ୍ରତିମା ନାୟକ ମଧ୍ୟ ଆଜିର ପ୍ରତିଟି ନାରୀ ଜୀବନର ପ୍ରତିନିଧିତ୍ୱ କରେ। କବିଙ୍କ ଶବ୍ଦରେ, ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା, ଆଲୁଅ ଓ ଅନ୍ଧାରର ମଧ୍ୟ ସେ ଯେ କରିଅଛି ରଫା। ବହୁଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ, ଧାନ ସିଡ଼ି ନଦୀ ଟପି ଆଠଟାର ଡାକ ଗାଡ଼ି ଧାଏଁ। ପିଲାମାନେ, ଆକାଶରେ ଫିକା ଜହ୍ନ, ଆମେ ଜହ୍ନକୁ ପ୍ରେମ, ସ୍ୱପ୍ନ, ମାଧୁର୍ଯ୍ୟର ପ୍ରତୀକ ଭାବରେ ନେଉଛେ। ସଚୀ ରାଉତରାୟ ଯେତେବେଳେ ପାଣ୍ଡୁଲିପି କବିତାର ଆରମ୍ଭ ତାଙ୍କର ହେଇଥିଲା ଏବଂ ପାଣ୍ଡୁଲିପି ଯେତେବେଳେ ସମାଜରେ ତୁମୁଳ ପରିବର୍ତ୍ତନର ସ୍ୱର ନେଇକି ଆସିଥିଲା, ସେତେବେଳେ ମୁଖ୍ୟ ଭାବରେ ଥିଲା ପ୍ରତୀକବାଦ। କଥାକୁ କବି ଆଉ ସାଧାରଣ ଭାବରେ କହିଲେନି, କହିବା ପଛରେ ରହିଲା ଇଙ୍ଗିତ ଆଉ ସୂଚନା ଦେବାର ଗୋଟେ ନୂତନ କାବ୍ୟିକ ଶୈଳୀ। ସେଥିପାଇଁ ତ ପ୍ରତୀକ ଆଉ ଚିତ୍ରକଳ୍ପର କବି ଭାବରେ ସଚୀ ରାଉତରାୟ ସ୍ମରଣୀୟ। ତେଣୁ ଜହ୍ନ ଏଠି ସାବୁନର ଫେଣ ପରି ସଫା ଦିଶୁଛି, ଅର୍ଥାତ୍ ନା ପ୍ରେମ ଅଛି, ପ୍ରେମ ପରି ସୌନ୍ଦର୍ଯ୍ୟ ଅଛି, ନା ପ୍ରେମର ରଙ୍ଗ ଅଛି, ନା ସ୍ୱପ୍ନ ଅଛି, ମାଧୁର୍ଯ୍ୟ କିଛି ହେଲେ ଜହ୍ନରେ ନାହିଁ, ସେ ଫିକା ହେଇଯାଇଛି। ଆଲୁଅ ଓ ଅନ୍ଧାର, ଏଇ ଯୋଉ ଓଟା ଗୋଟେ ଦ୍ୱିଧା ବିଭକ୍ତ ଜୀବନର କଥା କହୁଛି। ଦି ପ୍ରକାର ଜୀବନ ବଞ୍ଚୁଛେ ଆମେ, ଆଲୁଅ ଆଉ ଅନ୍ଧାର, ଯନ୍ତ୍ରଣା ଏବଂ ସୁଖ। ତାରି ଭିତରେ ରାସ୍ତା ମଣିଷ ଜୀବନର। ଯନ୍ତ୍ରଶାଳେ, ବହୁଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ। ଗ୍ରାମ୍ୟ ଜୀବନ ସହରୀ ଜୀବନର ଏଇ ଯୋଉ ଦୁଇଟା ସୀମାନ୍ତ ଅଛି, ତାରି ଭିତରେ ସାଧାରଣ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଲୋକମାନଙ୍କର ଜୀବନ ଯନ୍ତ୍ରଣା, ଏବଂ ସେପଟେ ଚିମିନି କାଶୁଛି, ଅର୍ଥାତ୍ ଯାନ୍ତ୍ରିକ ଜୀବନଚର୍ଯ୍ୟା, ତାରି ଭିତରେ ପ୍ରତିଯୋଗିତାପୂର୍ଣ୍ଣ ଜୀବନ। ଆପେ ବଞ୍ଚିଲେ ବାପର ନାଁ ଭଳି ଜୀଇଁବା ପାଇଁ ଘୋଡ଼ା ଦୌଡ଼ ପ୍ରତିଦିନର। ଧାନ ସିଡ଼ି ନଦୀ ଟପି ଆଠଟାର ଡାକ ଗାଡ଼ି ଧାଏଁ। ଆଠଟା ଯୋଉ ଶବ୍ଦ ଉପରେ ଆମେ ଯଦି ଗୁରୁତ୍ୱ ଦେବା, ଆଠଟା ଗୋଟେ ନିଧାର୍ଯ୍ୟ, ଗୋଟେ ନିର୍ଘଣ୍ଟ, ଯୋଉଟା ଗୋଟେ ଶଗଡ଼ ଗୁଳାର ଜୀବନ, ତାଠୁ ଏପଟ ସେପଟ ହେଇ ହବନି। ବଞ୍ଚିବା ପାଇଁ ହେଲେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ବଞ୍ଚିବା। ସେମିତି ଉନ୍ମୁକ୍ତ ଜୀବନ ନାହିଁ ଯାହାକି ଆପଣମାନଙ୍କୁ ବଞ୍ଚିବାକୁ ଦବ। ପଢ଼ିଅଛି କବିତାରେ ଏତେବେଳେ କାନ୍ଦେ ଚକ୍ରବାକ। ପିଲାମାନେ, ଆମେ ଜାଣିଛେ ରାତି ହେଲେ କ୍ଳାନ୍ତ ଶ୍ରାନ୍ତ ଜୀବନ ଜୀବିକାରୁ ଲେଉଟିଥିବା ମଣିଷଟିଏ ଜୀବନ ଯନ୍ତ୍ରଣାର ସମୀକ୍ଷା କରେ, ଟଙ୍କା ପଇସାର ହିସାବ କରେ, ଯେ ଆଜି ଏତିକି ଖଟିଲି। ଗୋଟେ ଶ୍ରମଜୀବୀ, ଗୋଟେ ସବୁଦିନର ଜୀବନକୁ ହିସାବରେ ତୋଲୁଥିବା ମଣିଷଟେ, ସେ କ'ଣ କରେ? ସେ ସବୁଦିନ ହିସାବ କରେ, ତ ଯନ୍ତ୍ରଣା ତା ଜୀବନର ସାକ୍ଷୀ। ତେଣୁ ଏଠି ପ୍ରତିମା ନାୟକ ମଧ୍ୟ ସେୟା କରୁଛି। ହଠାତ୍ ଯେ ଦେଖା ହେଲା ବହୁଦିନେ ପ୍ରତିମା ନାୟକ, ମୁଖ ତାର ବ୍ରଣଦ୍ରଷ୍ଟ, ହାତରେ ତା ଚମଡ଼ାର ବ୍ୟାଗ, ଶୁଖିଲା ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ। ଶୀର୍ଣ୍ଣ ଏଠି ଗୋଟେ ଶୁଖିଲା ମୁହଁ, ଯାହା ଭିତରେ କୌଣସି ସାଦା ଗାଲ, ଅର୍ଥାତ୍ ପ୍ରଲେପ ବିହୀନ ଅକୃତ୍ରିମ ଚେହେରାଟିଏ ତାର, ଯୋଉଥିରେ ବ୍ୟର୍ଥତା ଆଉ ଅକପଟତା ପୁରା ସମ୍ପୂର୍ଣ୍ଣ ରୂପେ ଫୁଟି ଉଠୁଛି। ତନୁ ତାର ରୋଗ ଜୀର୍ଣ୍ଣ, ବ୍ରଣେ ତାର ମ୍ଳାନ ମୁହଁ ଯାକ, ଶ୍ଳଥ ରୋଜୁ ଦେହ ଶିଖା ଢାଙ୍କି ଅଛି ଖାକିର ପୋଷାକ। ଖାକି ଯୋଉ ଦେଖିଛ, ଗୈରିକ ବସ୍ତ୍ର, ନିଷ୍ପୃହତାର ପ୍ରତୀକ, ଅନାସକ୍ତିର ପ୍ରତୀକ। ତା ମୁହଁରେ ବ୍ରଣ ଦାଗ, ମ୍ଳାନ ହେଇଯାଇଛି, ଶିଥିଳ ହେଇଯାଇଛି। ସରଳ ରୁଜୁ ହଉଛି ସରଳ ଜୀବନଟି ତାର, ଆଉ ସେଥିରେ କୌଣସି ପ୍ରକାର ପ୍ରଲେପ ନାହିଁ, ସେ ରଙ୍ଗ ମାଖିନି, ଅତି ସାଧା ଚେହେରା, ସରଳ ଜୀବନ। ପଚାରିଲେ ଭଲ ଅଛ? କବି ତାକୁ ପ୍ରଶ୍ନ ପଚାରୁଛନ୍ତି। ଯେହେତୁ କବି ଜଣେ ସମ୍ବେଦନଶୀଳ କବି, ତେଣୁ ଗଣ ଜୀବନର କବି, ଗଣମୁଖୀ କବିତା ତାଙ୍କର, ତେଣୁ ଭଲ ଅଛ? କଣ୍ଠେ ମୋର ବିଷଣ୍ଣ ଗୋଧୂଳି। କବି ତାର ଚେହେରାକୁ ଦେଖି ଭାବି ଦଉଛନ୍ତି ତାର ଯନ୍ତ୍ରଣା। ତେଣୁ ମନେ ଅଛି ପିଲାମାନେ, ମାଇକୋଭସ୍କିଙ୍କର ସେଇ ପଦ, ଇନ୍ ଏଭ୍ରି ସିଙ୍ଗଲ ଟିୟର୍ସ ଦ୍ୟାଟ୍ ଇଜ୍ shed I feel myself crucified। ଯେ ଯେତେବେଳେ କାହାର ଆଖିରୁ ଟୋପାଟେ ଲୁହ ଗଡ଼େ, ସେତେବେଳେ ମୁଁ ନିଜେ କ୍ରୁଶବିଦ୍ଧ ହେବା ପରି ମନେ କରେ। ତେଣୁ ଏଠି ମଧ୍ୟ କବିଙ୍କ କବିତା ତୁମେ ମୋର ଛପା ବହି ଯେତେବେଳେ ଛୁଅଁ, ଆମେ ପ୍ରଥମରୁ ପଢ଼ିଛେ, ଛୁଆଁ ନୁହଁ ମଣିଷର ଛାତି। ତେଣୁ ନୂଆ ମଣିଷର ଛାତିକୁ ଛୁଇଁବାକୁ ହେଲେ କବି ସଚୀ ରାଉତରାୟଙ୍କୁ ପଢ଼ିବାକୁ ପଡ଼େ। ଏଇ ପୃଥିବୀର ସବୁ ମଣିଷର କଥା, ସବୁ ଜାତିର ମଣିଷଙ୍କ ଖବର ତାଙ୍କ କବିତାରେ ଥାଏ। ତେଣୁ
କବି ଯେତେବେଳେ ପଚାରୁଛନ୍ତି ଭଲ ଅଛ, କଣ୍ଠେ ମୋର ବିଷଣ୍ଣ ଗୋଧୂଳି, କବି ମଧ୍ୟ ଅନୁରୂପ ଭାବରେ ଦୁଃଖୀ ବିଷଣ୍ଣ ହେଇ ପଡୁଛନ୍ତି। ଆହା, ଏତେ ସାଧା ଝିଅଟିଏ ଯାହାର, କାହିଁକିନା କବି ତାକୁ ବହୁ ବର୍ଷ ତଳୁ 2 ବର୍ଷ ତଳେ ଦେଖିଥିଲେ, ଭେଟିଥିଲେ ଏବଂ ତାଙ୍କର ସାକ୍ଷାତ ହେଇଥିଲା। ଆମେ ପରେ କବିତାର ଶେଷ ଆଡକୁ ପଢିବା। ଆକାଶର ନୀଳରେ ହସିଲା ପ୍ରତିମା। ଯେତେବେଳେ ପଚାରି ଦେଇଛନ୍ତି ତମେ ଭଲ ଅଛ କି, ସେ ହସିଲା। ଆଉ ହସଟି କେମିତି, ତାର ସେ କଥାଟା ବୁଝେଇବା ପୂର୍ବରୁ କବି କହୁଛନ୍ତି ଆକାଶର ନୀଳରେଖା ଗେରୁଆ ମାଟିର ନାଲ ସୀମା ଛୁଇଁ ଯେଉଁଠାରେ। ଦେଖ ପିଲେ, ଆକାଶକୁ ଆମେ ଚାହିଁଲେ, ଦେଖ ନୀଳିମ ଆକାଶ, ସେଠି ମାଟି ଆଉ ଆକାଶ କେବେ ମିଶି ପାରେନା, ଯୋଉଠି ମିଶେ ସେଇଟା ଦିଗ୍ବଳୟ। ତେଣୁ ସ୍ୱପ୍ନ ଆଉ ବାସ୍ତବତା ମଧ୍ୟ ସେମିତି ଗୋଟେ, ଯୋଉଠି କେବେ ମିଳନ ନଥାଏ, ଦିଶେ ମିଶିବା ପରିକା। ରଙ୍ଗୀନ ସ୍ୱପ୍ନ ନାହିଁ। ବିଶ୍ୱଯୁଦ୍ଧୋତ୍ତର ଜୀବନରେ ତାର ପ୍ରେମ, ମାନେ ପ୍ରତିମା ନାୟକ ପରି ଅନେକ ନାରୀଙ୍କର ତାରୁଣ୍ୟର ଉଚ୍ଛ୍ୱାସ ନାହିଁ। ସେମାନଙ୍କର ପ୍ରେମ ଭଗ୍ନ ହେଇଯାଇଛି। ଜୀବନର ମାଧୁର୍ଯ୍ୟ ପ୍ରତିହତ। ଜୀବନ ଆଉ ଜୀବିକା ଭିତରେ ଯୋଉ ରଙ୍ଗୀନ ସ୍ୱପ୍ନ କେତେବେଳେ ଯିଏ ଦୁରନ୍ତ ହେଇଯାଇଛି, ଆଉ ସବୁ ଅବାସ୍ତବ, ସେଇ କଥା କବି କହିବା ପାଇଁ ଚାହୁଁଛନ୍ତି। କବି ମଧ୍ୟ ସେଇ ସ୍ୱପ୍ନ ଆଉ ବାସ୍ତବତାର ମୁହାଣ ଉପରେ ଛିଡା ହେଇଛନ୍ତି। ଦୁହେଁ ଆମେ ହୋଇଥିଲୁ ଠିଆ, ଆମ ପଛେ ଶୋଇଥିଲା ଦୀର୍ଘ 2 ବର୍ଷର ଦୁନିଆ, ଦୀର୍ଘ 2 ବର୍ଷର ଜଗତ। ଅର୍ଥାତ୍ 2 ବର୍ଷ ତଳେ ଯୋଉ ସାକ୍ଷାତ ହେଇଥିଲା, ସେଥିରେ ସେ ଦେଖିଛନ୍ତି ତା ଆଖିରେ ସ୍ୱପ୍ନ, ତାରୁଣ୍ୟର ଉଚ୍ଛ୍ୱାସ, ଯାହା 2 ବର୍ଷ ପରେ ବି ସେମିତି ଗୋଟେ ଶୁଖିଲା ମୁହଁଟେ, ଆଉ ତାର ସ୍ୱପ୍ନ ସବୁ ବାସ୍ତବତା ଭିତରେ କେତେବେଳେ ଯେ ସମ୍ପୂର୍ଣ୍ଣ ବିଲୀନ ହେଇଯାଇଛି, ସେଇଟା ହେଉଛି ସାମାଜିକ ଯନ୍ତ୍ରଣାର ଯୋଉ ପ୍ରତିନିଧି ପାଲଟି ଯାଇଛି ପ୍ରତିମା। ଧୂସର ଧମାଳ ଧ୍ୱାନ୍ତ ଭୟଙ୍କର ପୁଣି ଯୁଦ୍ଧରତ, ବହୁ ଦୂରେ ଲାଶ କଟା ଘରେ ଏକ ହାରିକେନ ବତୀ। ଧୂସର ହେଇଯାଇଛି ଜଗତ। ଜଗତଟା ଯେତେବେଳେ ପ୍ରଦୂଷିତ ହୁଏ, ସେତେବେଳେ ଧୂସର ହୁଏ। ଅନ୍ଧକାରରେ ଧ୍ୱାନ୍ତ ଅନ୍ଧକାରରେ ପରିପୂର୍ଣ୍ଣ। ଯୁଦ୍ଧ ଯେହେତୁ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଛି। ଲାଶ କଟା ଘରେ, ଲାଶ କାଟିବାର ଅର୍ଥ ହଉଛି ଗୋଟେ ନିର୍ଦ୍ଦୟ ଭାବ, ଯେ ସମ୍ପୂର୍ଣ୍ଣ ରୂପେ ଜିତିବା, ଅନ୍ୟକୁ ମାରିକି ନିଜେ ତା ଉପରେ ଛିଡା ହବା। ତେଣୁ ଗୋଟେ ଲଣ୍ଠନଟେ ଦିକି ଦିକି ହେଇକି ଜଳୁଛି, ଜଳୁଥିଲା ଦୁକୁ ଦୁକୁ, ଭୟାନକ ଭୟାନକ ଅତି। ଯନ୍ତ୍ରଣା କାତର ଜଗତ, ଏବଂ ସେଠି ଯୋଉଠି ଦୟା ନାହିଁ, ଯୋଉଠି ହିଂସା ଆଉ ସମ୍ପୂର୍ଣ୍ଣ ରୂପେ ଯୁଦ୍ଧର ପୃଥିବୀ, ତାରି ଉପରେ ଏ ଯୋଉ ଭୟାନକ ସ୍ଥିତି କବି ଶବ୍ଦରେ ବୟାନ କରିଛନ୍ତି। ଭାଜିଗଲା ବାହାଘର ଦର୍ଶନରେ ପଢୁଥିଲା ଏମେ। ଏମିତି ଗୋଟେ ସାଧାରଣ ଝିଅଟିଏ, ଯିଏ ପାଠ ପଢିକି, ପାଠ ପଢି ସାରିବା ପରେ ଜୀବନ ଜୀବିକା ଭିତରେ କିଛି ଗୋଟେ ହେବାକୁ ଚାହୁଁଥିଲା। ତେଣୁ ଫିଲୋସଫି ବା ଦର୍ଶନରେ ଏମଏ କରିଥିଲା। କିଏ ଜାଣିବା ପଡିଥିବ ଜୀବନରେ ଥରେ ଅଧେ ପ୍ରେମେ, ହୁଏତ ତାକୁ ତା ପାଠ ପଢିବା ଭିତରେ, ଜୀବନର ସଂଘର୍ଷ ଭିତରେ କାହାକୁ ପ୍ରେମ କରି ବସିଥିବ କି ନାହିଁ, କବିଙ୍କର ସନ୍ଦେହ। ହୁଏତ ପଢିଥିବ, ହୁଏତ ପଢିନଥିବ। ପଢି ସାରିଲା ପରେ କଣ ହେଇଥିବ, ତାପରେ ପିତୃହାନି, ବାପା ଚାଲି ଯାଇଥିବେ, ଋଣ ଭାର, ପୁଣି ଗୃହ ଭେଦ, ଘରେ ଝଗଡା ଲାଗିଥିବ, ସମସ୍ତଙ୍କର ବଞ୍ଚିବାର ସଂଘର୍ଷ। ତେଣୁ ଋଣଗ୍ରସ୍ତ ଜଗତ, ଋଣରେ ଗୋଟେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ପରିବାର ସବୁବେଳେ ଋଣଗ୍ରସ୍ତ। ତେଣୁ କବିଙ୍କର ଅନୁମାନ ଯେ ବାପା ଚାଲି ଯାଇଥିବେ, ଋଣ ଭାରରେ ମର୍ମାହତ ହେଇଥିବ, ଘର ଭିତରେ ଝଗଡା ଲାଗିଥିବ। ଦର୍ଶନର ଗ୍ରନ୍ଥେ ତାର ପକାଇଲା ଚିର ପୂର୍ଣ୍ଣଛେଦ। ପାଠ ପଢିକି ମଣିଷ ଚିନ୍ତା କରେ, ମୁଁ ଏମିତି ହେବି, ସେମିତି ହେବି, କିନ୍ତୁ ଯୋଉ ସ୍ୱପ୍ନ ଦେଖିଥାଏ, ସେ ସ୍ୱପ୍ନ ଯେମିତି ଭଗ୍ନ ହୁଏ, ତାହା ହିଁ ନିରାଟ ବାସ୍ତବତା, ଯାହା ପ୍ରତିମା ନାୟକର ଜୀବନରେ ଘଟିଛି। 1943 ପୁଣି ଚାଟି ନେଲା ଯାହା କିଛି ଥିଲା ବାକି। ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଭିତରେ ସବୁ କିଛି ଏପଟ ସେପଟ ହେଇଗଲା। ଯାହା ଥିଲା 1943ର ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ତାକୁ ନେଇଗଲା। ସପ୍ଲାଇରେ ନେଇଛି ଆଶ୍ରୟ, ଗୋଟେ ସପ୍ଲାଇରେ ଚାକିରିଟେ କରିଛି, ଏବଂ ସେଇଟା ତା ପାଇଁ ଗୋଟେ ଆଶ୍ରା, ସାହାରା। ଯେ ଦରମାଟା ମନ୍ଦ ନୁହେଁ, ଏଇ ତାର ଦୀର୍ଘ ପରିଚୟ। ଯାହା ଯେତିକି ପାଉଛି ଗୁଜୁରାଣ ମେଣ୍ଟି ଯାଉଛି। ଏତିକି ତ ଗୋଟେ ନିମ୍ନ ମଧ୍ୟବିତ୍ତ ମଣିଷର ଗୋଟେ ପ୍ରୟାସ, ଯେ ସେ କିଛି ଚାକିରି କରିବ ଏବଂ ଜୀବନକୁ ବଞ୍ଚେଇ ରଖିବ। ଦରମାଟା ମନ୍ଦ ନୁହେଁ, ଏଇ ତାର ଦୀର୍ଘ ପରିଚୟ। ଏଇ ଇତିହାସ, ପ୍ରତି ମଣିଷର ଇତିହାସ, ପ୍ରତି ନାରୀର ଇତିହାସ। ନଚେତ ଭର୍ଜିନିଆ ଉଲ୍ଫ କଣ କହିଥାନ୍ତେ ଯେ ଗୋଟେ ନାରୀକୁ ଯଦି ସେ ଲେଖିକା ହବ ବା ଉପନ୍ୟାସ ଲେଖିବ, ଗୋଟେ ପ୍ରକୋଷ୍ଠ ଦରକାର ଏବଂ ଅର୍ଥନୀତି ବା ଆର୍ଥିକ ସ୍ଥିତିର ନିଶ୍ଚିତ ରୂପେ ଗୋଟେ ଭଲ ସ୍ଥିତିରେ ସେ ରହିଥିବା ଦରକାର।
ତେଣୁ ସ୍ୱପ୍ନଗୁଡ଼ିକ ଏମିତି କରଛଡ଼ା ଦିଅନ୍ତି, ଭାଙ୍ଗି ଯାଆନ୍ତି। ପ୍ରତିମା ନାୟକର ଯେମିତି ଭାଙ୍ଗିଛି। ପ୍ରତିମା ନାୟକ ହସେ, ଓଠେ ତାର ସ୍ୱପ୍ନର ଆଭାସ, ମୁହଁରେ ଖାକିର ହସ, ଆଖିରେ ତା ରାତିର ଇସାରା। ରାତିର ଇସାରା ମାନେ ଥକି ଯାଇଛି। ତାକୁ ସେ କ୍ଳାନ୍ତ ହେଇଯାଇଛି। ତେଣୁ ଖାକିର ହସ। ଟିକେ ଅନ୍ୟ ଆଗରେ କ'ଣ ଦୁଃଖ କହିବ? ଅନ୍ୟକୁ ଦୁଃଖ କହିକି ତାର ଲାଭ କ'ଣ? ତେଣୁ ଗୋଟେ ସହୃଦୟତାର ଭାଷାକୁ ସେ ପଢ଼ି ପାରୁଛି କବିଙ୍କର। ତେଣୁ ନିଜର ଦୁଃଖକୁ ଘୋଡ଼େଇ ଦଉଛି। କୃତ୍ରିମ ହସ, ଖାକିର ହସରେ ସେ ହସୁଛି ଏବଂ କ୍ଳାନ୍ତି ଦେଖଉଛି ତା ଆଖିରେ ରାତିର ଇସାରାକୁ। ଅର୍ଥାତ୍ ଶୋଇପଡ଼ିବା ବା ଥକିଥିବା ମଣିଷ ରାତିରେ ଶୋଇଲେ ପୁଣି ସକାଳୁ ସେ ସକ୍ରିୟ ହବ, ପୁଣି ଗତିଶୀଳ ହବ। ଏଇ ପ୍ରକାର ଭାବନା କବିଙ୍କୁ ମାନେ ଅନୁଭବ କବି କରିପାରୁଛନ୍ତି। ଦୁଇ ପାଖେ ଦ୍ରୁତବନ ଗତିବାନ ନକ୍ଷତ୍ରର ଧାରା। ଏଇ କଥାଟି ସମୟର ଗତିଶୀଳତା ଉପରେ ଗତିଶୀଳତାର ପ୍ରତୀକ। ଗତିଶୀଳ ସମୟକୁ ଗୋଟେ ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି ବା ଏଠି ନକ୍ଷତ୍ର ରାତି ହବ, ରାତିରେ ନକ୍ଷତ୍ର ଆସେ, ସମୟ ଚାଲେ, ସମୟ ର ଗତି ସହିତ ଦ୍ରୁତ ଭାବରେ ଗତିମାନ ହୁଏ ସମୟର ଧାରା, ନକ୍ଷତ୍ରର ଧାରା। ଆହା, ଏ ଯୋଉ ଆହା ପଦେ କବି, ଯେହେତୁ କବି ସେ ସଚୀ ରାଉତରାୟ ଜଣେ କବି ଏବଂ କବିଟେ ସମ୍ପୂର୍ଣ୍ଣ ରୂପେ ସହୃଦୟ ହେବା ଉଚିତ। ଯେ କବିତା ଲେଖନ୍ତି ତାଙ୍କର ଏଇଟା ହଉଛି ଯୋଗ୍ୟତାର ମାନଦଣ୍ଡ। ସେ ନିଶ୍ଚିତ ଅନ୍ୟକୁ ତାର ଦୁଃଖକୁ ଅନୁଭବ କରୁଥିବେ ନିଜ ହୃଦୟରେ। ତେଣୁ କବିଙ୍କ ଶବ୍ଦ ଏଇ ପ୍ରକାର ତା ପ୍ରତି ମାନେ ଝରି ପଡ଼ିଛି, ବିଗଳିତ ହେଇଯାଇଛି ତାଙ୍କ ହୃଦୟ। ଆହା, ହସୁ ହସୁ ପ୍ରତିମା ନାୟକ, ଅଞ୍ଚଳତା ନାଇଁ ଦେହେ, ଦେଖିଅଛି ଖାକିର ପୋଷାକ। ଗୋଟେ ନାରୀ, ଗୋଟେ କୋମଳ ନାରୀ ପରିବର୍ତ୍ତେ ସେଠି ଗୋଟେ କୃତ୍ରିମ ପୋଷାକ ଧାରୀ, କାହିଁକିନା ସେ ସପ୍ଲାଇରେ ଚାକିରି କରିଛି ଏବଂ ତାକୁ ବଞ୍ଚିବାର ଅଛି। ସ୍ତ୍ରୀ ଲୋକମାନଙ୍କର ଯୋଉ ଗତାନୁଗତିକ ସ୍ତ୍ରୀଟିଏ ସେ ନୁହେଁ। ବର୍ତ୍ତମାନ ପରିବର୍ତ୍ତିତ ହେଇଯାଇଛି ବିଶ୍ୱଯୁଦ୍ଧର ଏଇ ଯୋଉ ଦାବ ଦହନ ଭିତରେ ଏବଂ ଆହ୍ୱାନ ଭିତରେ, ବାସ୍ତବତାର ନିଚ୍ଛକ ଆହ୍ୱାନ ଭିତରେ ବଞ୍ଚିବାକୁ ଅଛି ଗୋଟେ ନାରୀକୁ। ତେଣୁ ସେ ପରିବର୍ତ୍ତିତ ହେଇଛି ଏବଂ ପୋଷାକକୁ ଢାଙ୍କି ରଖିଛି, ତାର ପୋଷାକ ଦ୍ୱାରା ଢାଙ୍କି ରଖିଛି ତା ଶରୀରକୁ ଏବଂ ତାର ଯନ୍ତ୍ରଣାକୁ। ଏଇଟା ଥିଲା ଆଜି ଆମେ ପଢୁଥିଲେ ସଚୀ ରାଉତରାୟଙ୍କର କବିତା, ପାଣ୍ଡୁଲିପିରୁ ଉଦ୍ଧାର ହୋଇଥିବା କବିତା ପ୍ରତିମା ନାୟକ। ଆଶା କରୁଛି ଆପଣମାନେ ନିଶ୍ଚିତ ଭାବରେ ଆକୁ ବୁଝିପାରିବେ ଯେତିକି ବୁଝେଇଛି, ଏବଂ ଏଥିପାଇଁ ଆପଣମାନଙ୍କୁ ନିହାତି ପାଣ୍ଡୁଲିପି କବିତାର ମୁଖବନ୍ଧକୁ ପଢ଼ିବାକୁ ପଡ଼ିବ। ତେଣୁ ମୁଁ ସବୁ ସୁଧୀବୃନ୍ଦଙ୍କୁ ଅନୁରୋଧ କରିବି ଯେ ସଚୀ ରାଉତରାୟଙ୍କୁ ପଢ଼ିବା ପାଇଁ ହେଲେ ପାଣ୍ଡୁଲିପି କବିତା ଏବଂ ପ୍ରତିମା ନାୟକ କବିତାକୁ ବାରମ୍ବାର ପଢ଼ନ୍ତୁ।